पढ़िया समय କିଛି କହିବାକୁ ସୁଯୋଗ ମିଳିଛି। ପୂର୍ବ କ୍ଲାସ ଗତକାଲିର ଆଲୋଚନା ହୋଇଥିଲା ଯୋଗର ଉପରେ। କହିବାକୁ ସୁଯୋଗ ଦିଆଯାଇଛି ରାଜଯୋଗର ରହସ୍ୟ କ'ଣ। ମଣିଷ ଜୀବନରେ ଅନେକ ଯୋଗ ସାରିଥାଏ। ଭକ୍ତି ଯୋଗ, ସନ୍ନ୍ୟାସ ଯୋଗ, ଜ୍ଞାନ ଯୋଗ, ସଂକୀର୍ତ୍ତନ ଯୋଗ, ବିଭିନ୍ନ ପ୍ରକାର ବିଧି ମଧ୍ୟ ରହିଛି, ବୁଦ୍ଧି ଯୋଗ ମଧ୍ୟ ରହିଛି। ତା ଭିତରୁ ଶ୍ରେଷ୍ଠ ଯୋଗ ହେଉଛି ରାଜଯୋଗ। ସମସ୍ତଙ୍କର ମିଶ୍ରଣରେ ରାଜଯୋଗ ହିଁ ଅଛି। ରାଜଯୋଗ ସହିତ ସମସ୍ତେ ସଂଶ୍ଳିଷ୍ଟ ଅଛନ୍ତି। ଏହି ରାଜଯୋଗରେ ଗୋଟିଏ ଜିନିଷ ଆମ ଭିତରେ କମି ରହିଯାଇଛି, ବୁଝାମଣା ଶକ୍ତି ରହିଯାଇଛି ଯୋଉଟା, ତାହା ହେଉଛି ଗୋଟିଏ ଜିନିଷ ଭୌତିକବାଦ। ଭୌତିକବାଦରେ ଶରୀରକୁ ସାଧନ କରାଯାଏ, କିନ୍ତୁ ବାସ୍ତବିକତ ଆଧ୍ୟାତ୍ମିକରେ ଆତ୍ମାକୁ ସଚେତନ କରାଯାଏ। ଆତ୍ମା ଭିତରେ ଯୋଉ ରହିଛି ଗୋଟିଏ ଜିନିଷ, ତା ଭିତରେ ଗୋଟିଏ କମି ରହୁଛି, ଆମେ ନିଜକୁ ନିଜେ ଜାଣିପାରୁନି। ସେଥିପାଇଁ ଆତ୍ମାର ପ୍ରକୃତ ଗୁଣ ଲୋପ ହୋଇଯାଇଛି ଆମ ପାଖରେ। ପ୍ରକୃତ ଗୁଣ ହେଲା ଆତ୍ମାର ଜ୍ଞାନ, ପବିତ୍ରତା, ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଓ ଶକ୍ତି। ଲାଷ୍ଟକୁ ଶକ୍ତି ଆସିଥାଏ। ଏ ସବୁ ଜିନିଷର କମ୍ବାଇନ୍ ହେଇକି ରହିଛି। ତା ପାଇଁ ଆମେ ପ୍ରକୃତରେ ଜାଣିବା ଯେ ଏ ସବୁର ଶକ୍ତି ମିଳୁଛି କୋଉଠୁ। ଶରୀର ଯେପରିକାର ଧାରଣ କରିଛେ, ପଞ୍ଚଭୂତ ଶରୀରକୁ ନେଇକି ଗଠନ ହେଇଛି, ସେ ପ୍ରକାର ଆତ୍ମାର ଶକ୍ତି ସ୍ୱୟଂ ଭଗବାନ ଦେଇଥାନ୍ତି। ଭଗବାନ ହେଉଛନ୍ତି ପରମେଶ୍ୱର, ଯାହାକୁ ସମସ୍ତେ ଦୁଃଖ ସମୟରେ, ରୋଗ ସମୟରେ, ବ୍ୟାଧି ସମୟରେ, ଅଶାନ୍ତି ସମୟରେ, ବିଗିଡ଼ି ଯାଇଥିବା ପରିସ୍ଥିତି ସମୟରେ ଯୋଉ ଭଗବାନକୁ ଡାକନ୍ତି, ସେଇ ଭଗବାନ ହିଁ ଶକ୍ତି ଦେଇଥାନ୍ତି। ଏଇ ସାତଟି ଗୁଣ ଅଭାବ ହେବାରୁ ମଣିଷ ଆଜି ଦୁଃଖୀ ହେଇଯାଇଛି। ସକାରାତ୍ମକ ଚିନ୍ତନ ନ କରି ନକାରାତ୍ମକ ଚିନ୍ତନରେ ପଡ଼ିଯାଇଛି। ତେଣୁ ଗୋଟିଏ ଜିନିଷ କହୁଛି, ଗୋଟିଏ ଗାଡ଼ି ଅଛି, ଗାଡ଼ିକୁ ଆଜ୍ଞା କିଏ ଚାଳନା କରିଥାନ୍ତି? ଆମେ ସମସ୍ତେ ତ କ୍ଲାସ୍ କରୁଛେ ଯୋଗ ଉପରେ, ଶରୀରକୁ ସାଧନା କରିବା ପାଇଁ। ତେଣୁ ସେଇ ଜିନିଷ ଆମେ ଜାଣିବା ଯେ ଶରୀର ଗୋଟେ ଗାଡ଼ି। ଏ ଗାଡ଼ିକୁ ଚାଳନା କରୁଛି କିଏ? ସେ ଜଣେ ଡ୍ରାଇଭର ଅଛି। ଡ୍ରାଇଭର ସେମିତିକାର ଉତ୍ତମ ଧରଣର ହେଇଥିବ, ବିଶ୍ୱସ୍ତ ହେଇଥିବ, ଶକ୍ତିଶାଳୀ ହେଇଥିବ। ଗାଡ଼ିଟାକୁ ସେ ପରିଚାଳନା କରିକି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ତେଣୁ ସେ ଗାଡ଼ି ଭିତରକୁ ଚଳାଇବା ପାଇଁ ହେଲା ସେ ମନ। ତେଣୁ ଆତ୍ମାର ଶକ୍ତି ରୂପରେ ଯୋଉ ରହିଛି, ସେ ଜିନିଷ ହେଉଛି ଗୋଟେ ତିନୋଟି ଜିନିଷରେ ତାର ସ୍ତର ରହିଛି। ଗୋଟିଏ ହେଲା ମନ, ଦୁଇରେ ହେଲା ବୁଦ୍ଧି, ତିନି ହେଲା ସଂକଳ୍ପ ମାନେ ବିଚାର। ଏ ତିନୋଟି ଜିନିଷକୁ ନେଇକି ଆତ୍ମା ତାର ଗଠନ କରିଛି। ମନ ଆମର ଚାରି ପ୍ରକାର ରହିଛି: ଚେତନ ମନ, ଅବଚେତନ ମନ, ଅଚେତନ ସ୍ତର ମନ, ଆଉ ଗୋଟେ ହେଲା ପରମ ଚେତନ ସ୍ତର ମନ। ଏ ଚାରିଟା ସ୍ଥିତିକୁ ନେଇକି ସିଏ କର୍ମ କରିଥାଏ। ଏଇ ଚାରିଟାକ ସ୍ଥିତିର ପ୍ରତ୍ୟେକ ପରାୟଣକୁ ଆମେ କେମିତି ଜାଣିବୁ? ତେଣୁ ପ୍ରଥମେ ଆମ ମନ ଭିତରେ ଯୋଉ ଆସୁଛି ଷ୍ଟେଜଟା ବିଚାରଧାରା, ଭଲ ସକାରାତ୍ମକ ଚିନ୍ତନ ବିଚାରଧାରା ରହିଛି। ତା ଭିତରେ ଅନେକ ପ୍ରକ୍ରିୟା, ସେଇ ଥଟ ଭିତରେ ମନ ବିଚଳିତ ହେଇଯାଉଛି। ତେଣୁ ମନ ବିଚଳିତ ହେଉଛି। ସାରା ଦିନ ଭିତରେ ସେ ଯୋଉ ପ୍ରକାର ସଂକଳ୍ପ କରୁଛି, ସଂକଳ୍ପ ଭିତରେ
ସବୁ ଦୁନିଆରେ ପରମାତ୍ମା କହିପାରୁଛନ୍ତି, ପରମେଶ୍ୱର କହିପାରୁଛନ୍ତି, ମୁକ୍ତେଶ୍ୱର କହିପାରୁଛନ୍ତି,